ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ମୋର ଆଉ ଏକ ଭିଡ଼ିଓକୁ ସ୍ୱାଗତ। ଆଜିର ଭିଡ଼ିଓରେ ମଧ୍ୟ ଆମେ କିଛି ବାଇବେଲ ପ୍ରମାଣକୁ ନେଇ ଆଲୋଚନା କରିବା। ଆଜିର ଭିଡ଼ିଓରେ ଆମେ ଆଠଟି ଆହୁରି ବାଇବେଲ ପ୍ରତ୍ନତତ୍ତ୍ୱ ପ୍ରମାଣକୁ ନେଇ ଆଲୋଚନା କରିବା। ତେବେ ଆମର ଏହି 8ଟି ପ୍ରତ୍ନତତ୍ତ୍ୱ ପ୍ରମାଣ ମଧ୍ୟରୁ ପ୍ରଥମରେ ଆସିବ ତେଲଦାନ ଷ୍ଟିଲ୍, ଯାହାକୁ ଦାଉଦଙ୍କ ପ୍ରସ୍ତର ମଧ୍ୟ କୁହାଯାଏ, ଯାହାର ଡେଟ୍ ହେଉଛି 817 ରୁ 850 ବିସି। ଏଠାରେ 3ଟି ଇନସ୍କ୍ରିପସନକୁ ଖୋଜାଯାଇଥିଲା। 1993 ରୁ 1994 ମଧ୍ୟରେ ଖୋଜାଯାଇଥିଲା। ଏହାକୁ ବର୍ତ୍ତମାନ ଇସ୍ରାଏଲ ମ୍ୟୁଜିୟମରେ ରଖାଯାଇଛି। ଏଠାରେ ଲେଖାଥିବା ବିଷୟକୁ ଯେତେବେଳେ ପଢ଼ାଗଲା ସେତେବେଳେ ଏହା ଜଣାପଡ଼ିଲା ଯେ ଇଏ ହେଉଛି ଦାଉଦ ରାଜାଙ୍କର ଘରର ଏକ ପ୍ରସ୍ତର ଅଟେ, ଆଉ ବାଇବେଲ ଲେଖା ସହିତ ଏହା ବିଲକୁଲ ବି ମ୍ୟାଚ୍ କରୁଅଛି। ଏବଂ ଦ୍ୱିତୀୟ ହେଉଛି ମେସା ଷ୍ଟିଲ୍ ଓର ମୋୟାବାଇଟ ଷ୍ଟୋନ୍। ଓଡ଼ିଆରେ ଅନୁବାଦ କଲେ ଏହାର ଅର୍ଥ ହେବ ମୋୟାବୀୟ ମାନଙ୍କର ପ୍ରସ୍ତର। ଏହି ପଥରକୁ 1868 ରୁ 1817 ବିସି ମଧ୍ୟରେ ଜର୍ଦ୍ଦନର ଡିବନ ସହର, ଯାହାର ଆଜିର ନାମ ହେଉଛି ଡିବାନ, ଏହି ସ୍ଥାନରୁ ଆବିଷ୍କାର କରାଯାଇଥିଲା। ପଥରରେ ଯାହା ଲେଖାଥିଲା ତାହାର 18ତମ ଲାଇନରେ ବାଇବେଲର ପରମେଶ୍ୱର ଜିହୋବାଙ୍କ ନାମ ମଧ୍ୟ ଲେଖାଯାଇଛି। ଜିହୋବାଙ୍କ ନାମ ପୁଣି ଥରେ ଆସିଯାଇଥିଲା। ଦାଉଦଙ୍କ ସମୟରେ ଲୋକମାନେ ଇସ୍ରାଏଲ ଏବଂ ଜିହୋବାଙ୍କ ନାମକୁ ଲେଖିବା ଆରମ୍ଭ କରିଦେଇଥିଲେ। ଏବଂ ନମ୍ବର 3 ହେଉଛି କୁଣ୍ଟିଲେଟ୍ ଅଜରୁତ ଇନସ୍କ୍ରିପସନ। 1975 ରୁ 1976 ମସିହାରେ ଇସ୍ରାଏଲର ସିନାଲ ପେନିନସୁଲା ଠାରେ ଏକ ଖୋଦେଇ ହୋଇଥିଲା। ଏହି ଇନସ୍କ୍ରିପସନ ଉପରେ ମଧ୍ୟ ଜିହୋବାଙ୍କ ନାମକୁ ଦେଖିବାକୁ ମିଳିଥିଲା। ଏହି ରିସର୍ଚ୍ଚ ପେପରକୁ ପବ୍ଲିଶ ମଧ୍ୟ କରାଯାଇଛି। ଏହାକୁ 2011 ମସିହାରେ ପବ୍ଲିଶ କରାଯାଇଥିଲା। ଯେତେବେଳେ ଏହି ଜାଗାକୁ ଅଧିକ ଖୋଳାଯାଇଥିଲା ସେତେବେଳେ ପଥର ଏବଂ କିଛି ପାତ୍ର ମଧ୍ୟ ମିଳିଥିଲା। ସେଥିମଧ୍ୟରୁ ଗୋଟିଏ ପଥରକୁ ପିୟସ୍ ଏ ଭାବରେ ନାମକରଣ କରାଯାଇଥିଲା। ଏଠାରେ ଜିହୋବାଙ୍କ ନାମ ମିଳିଥିଲା। ଏଥିସହିତ ଆଉ 2 ଜଣ ଲୋକାଲ ଦେବୀ ଦେବତାଙ୍କ ନାମ ମଧ୍ୟ ମିଳିଥିଲା, ଯେପରିକି ଆଶେରା। ଏହି ଆଶେରା ବିଷୟରେ ପ୍ରଥମ ରାଜାବଳୀ 15:13 ସେଠାରେ ଆଶେରାର ନାମ ଲେଖାଯାଇଛି। ବୈଜ୍ଞାନିକମାନେ ଏହାର ଡେଟ୍ ଦେଇଛନ୍ତି 800 ବିସି, ଅର୍ଥାତ୍ ଆଜିଠାରୁ 2800 ବର୍ଷ ପୂର୍ବରୁ। ଏବଂ ଚତୁର୍ଥ ହେଉଛି ଦ କର୍ସ ଟାବଲେଟ୍ ଅଫ ଇବେଲ। ଇବଲ ପର୍ବତ, ଯାହା ଆଜି ପାଲେଷ୍ଟାଇନ ଦେଶରେ ରହିଛି, ସେହିଠାରେ ଏହି ଟାବଲେଟ୍ ମିଳିଥିଲା। 2019 ମସିହାରେ ଏଠାରେ ଏକ ଛୋଟ ଟାବଲେଟ୍ ମିଳିଥିଲା। ଏହାକୁ ପରୀକ୍ଷା କରିବା ବିନା ଏହି ବିଷୟରେ ଘୋଷଣା କରାଯାଇଥିଲା। ସେଥିପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ଗୁଡ଼ିକ ମଧ୍ୟରେ ଅନେକ ଯୁକ୍ତିତର୍କ, ଅନେକ ମନୋମାଳିନ୍ୟ ପଦାକୁ ଆସିଥିଲା। ତାପରେ ଏହି ଟାବଲେଟକୁ ପରୀକ୍ଷା କରାଯାଇଥିଲା। ତାପରେ ଜଣାପଡ଼ିଥିଲା ଯେ ଏହା 1200 ବିସିର ଅଟେ, ଆଉ ଏଠାରେ ମଧ୍ୟ ଜିହୋବା ପରମେଶ୍ୱରଙ୍କର ନାମ ଲିଖିତ ଅଛି। ଏବଂ ପଞ୍ଚମ ହେଉଛି ଇଫୁଏର ପାପିରସ୍। 2018 ମସିହାରେ ଜଣେ ସ୍ୱାଧୀନ ସ୍କଲାର, ଇଣ୍ଡିପେଣ୍ଡେଣ୍ଟ ସ୍କଲାର, ତାଙ୍କ ନାଁ ହେଉଛି ଆନା ହାୱାର ମେଲ, ଏହି ପେପରକୁ ପଢ଼ି ଡେଟ୍ ଦେଇଥିଲେ ଯେ ଏହା 1250 ବିସିର ଅଟେ ବୋଲି। ଆନା ହାୱାର ମେଲ ଏହି ପାପିରସରେ ଥିବା କିଛି ଲେଖାକୁ ବାଇବେଲର ଲେଖା ସହିତ ମିଳେଇଥିଲେ। ସେ ଏକ ଟେବୁଲ ତିଆରି କରିଥିଲେ। ଗୋଟିଏ ପକ୍ଷରେ ବାଇବେଲ ଏବଂ ଅନ୍ୟ ପକ୍ଷରେ ଏହି ପାପିରସକୁ ରଖିଥିଲେ। ସେଥିମଧ୍ୟରୁ ଗୋଟିଏ ଥିଲା ମିଶର ଦେଶର ଜଳ ରକ୍ତ ହେଇଯିବ, ଯାହା ଆମେ ଯାତ୍ରା ପୁସ୍ତକ 7 ପର୍ବର 20 ପଦରେ ପାଇପାରିବା। ଏଠାରେ ରକ୍ତର ନଦୀ ବିଷୟରେ ଲେଖା ଅଛି। ଦ୍ୱିତୀୟ ହେଉଛି ଜଳର 1/3 ରକ୍ତ ହେଇଯିବ। ଯାତ୍ରା ପୁସ୍ତକ ତାର 7 ପର୍ବ 24 ପଦରେ ଏହା ଲେଖା ଅଛି। ଆଉ ଯାତ୍ରା ପୁସ୍ତକ 9:25 ଏଠି ଲେଖା ଅଛି ଆକାଶରୁ ଶିଳାବୃଷ୍ଟି ହେବ। ଏ ସମସ୍ତ ବିଷୟ ସେହି ପାପିରସ ଉପରେ ମଧ୍ୟ ଲେଖାଯାଇଥିଲା, ଯାହାକି ପବିତ୍ର ଧର୍ମଶାସ୍ତ୍ର ବାଇବେଲରେ ମଧ୍ୟ ଲେଖା ଅଛି। ଏବଂ ଷଷ୍ଠରେ ଆସିବ ସଦମ ଏବଂ ଗମରା।
आमे माने समस्ते भल भाव जानूचे अब्राहम को पुतरा लोट ई सदम एवं गमरारे बास करुथिले किंतु सेई सदम एवं गमरा पापरे परिपूर्ण थिला किंतु जेतेबेले परमेश्वर सेई नगर को नष्ट कले सेतेबेले यह संपूर्ण ध्वंस होई गला जेतेबेले वैज्ञानिक माने परीक्षा कले जे यह किपरि नष्ट होई गला तो से माने आविष्कार कले जे एही नगर उच्च तापमात्रा कारणरो जळी जाइतिला एटार किसी जळी जाइतिबा पात्र एवं अन्य सब जिनिस मिलितिला जेंगुड़िक उच्च तापमात्रा कारणरो जळी जाइतिला आज मध्य एठारे गंधकर मात्रा मिली अछि तार एक परीक्षा आमे देखिछु आउ तार एक परीक्षा आमे देखिबा तबे वैज्ञानिक माने कहती जे आज मध्य एठारे गंधकर मात्रा मिलु अछि तबे प्रिय बंधुगण वैज्ञानिक माने जो आविष्कार कले एटा उच्च तापमात्रा रे नष्ट होई जाइतिला आपण माने जानंती परमेश्वर एई नगर रे आकाश रो अग्निवृष्टि करी संपूर्ण ध्वंस कर दैतिले आ एथिरो प्रमाणित होय जे सदम एवं गमरा किपरि ध्वंस हला एहा होची वैज्ञानिक प्रमाण एवं सप्तम होची केटाफिनम स्क्रोल यह देखिबा को रूपार दुई फलक परि गुटियर नाम होची केएस1 और गुटियर नाम होची केएस2 एहार डेट होची 650 बीसी रु 557 बीसी यह को इस्राएल म्यूजियम रे रखा जाई 1999 रे जेरूसलम पाखरे केटाफिनम जगह उपरे खोदे हितला एठार दुईटी स्क्रोल मिलितला दुईटी स्क्रोल मध्य केएच1 रे लिखा जाइतिला याह्वे द ग्रेट आ द्वितीय स्क्रोल केएस2 रे मध्य जिहोवा को नाम लिखा हितला एवं बाइबल रो रेकर्ड सब मिलितला आ एई सब बाइबल रो गुटे गुटे प्रमाण अटे एवं अष्टम होची सन हेरिफ अनालस यह माटी रा तयारी एक प्रिज्म अटे यह 1830 मसीह रे असीरिय राज्यर आख पाखरे मिलितला एहार डेट होची 690 बीसी यह को वर्तमान इस्राएल देशर म्यूजियम रे रखा जाइछि यह सन हेरिफ राजा एवं तांको राज्य विषय वर्णना करे यह गुरुत्वपूर्ण एथिबे अटे कारण यह राजा हिजकिया एवं तांको राज्य विषय मध्य वर्णना करे जहा को आमे बाइबल रे पढिथा यह उपरे जहा लेखा होछि तहा बाइबल रो लेखा सहित मेल खाउछि सती मध्यरु द्वितीय राजा परि 18 पर्व 13 पद होछि अन्यतम तबे प्रिय बंधुगण आपण मानक प्रत्येकंकु आंतरिक नमस्कार एई सब थिला बाइबल संपर्कित 8टी रत्न तत्व प्रमाण एपरि अनेक अगणित प्रमाण सब रही अछि तबे बंधुगण ये समस्त विषय आमार विश्वास को मजबूत करे एवं विश्वास को सृष्टि करे जे बाइबल एक संपूर्ण सत्य पुस्तक अटे और जहा किसी पूर्वर घटिथिला से समस्त विषय बाइबल लिखा अछि तेबे बंधुगण जदि आपन को ए वीडियो भलो लागु थाए तेबे वीडियो को प्रबल मात्रा रे शेयर करंतु जेपरि अन्य माने मध्य एही बळी ऐतिहासिक विषय गुडी को जानिबानी मते सुजोग प्राप्त हेबे
तेबे प्रिय बंधुगण आपण मानक प्रत्येक मोर आंतरिक नमस्कार। पुणी देखा आपण सहित आउ गोटे भिडियो आउ गोटे अध्याय। नमस्कार।